ମୋ ପଚାରୁନୁ ମୋ ବାପା କେମିତି ଗଲା ପଚାରିବୁନି ନା ଆମ ନହେଲେ କହିବି ପଚାରିବୁ ନା ଆଉ ମୋ ବାପାଙ୍କର ବର୍ଷ ହେଇଥିଲା ବାପାଙ୍କୁ ନେଇକି ଡାକ୍ତର ଅପରେସନ କରେଇଲେ ଅପରେସନ ସେ ଡାକ୍ତର କହିଥିଲା ଗରମ ପାଣିରେ ବାପାକୁ ବସିବା ପାଇଁ ବାପା ଜାଣିପାରିଲେନି ବୁଢା ଲୋକ ଗୋଟେ ଦିନ ଜାଣି ଶୁଣିକି ଟକ ଟକ ଗରମ ପାଣି ଫୁଟୁଛି ତା ଦେହରେ ବସିଗଲା ବାପାଙ୍କର ସେଇ ସେକ୍ଟରଟା ଟୋଟାଲ ଫୁଟୁକା ହେଇଗଲା ଫୁଟୁକା ହେଇଗଲା ପରେ ଇନଫେକ୍ସନ ହେଲା ତାପରେ ମୋ ସାଙ୍ଗସାଥି କିଛି ଶିଖେଇଦେଲେ ସୋସିଆଲ ମିଡିଆରେ ଗୋଟେ ବାବା ବାହାରିଛି ସେ କ୍ୟାନ୍ସର କାହାକୁ ବି ଚାଟିକି ସଫା କରିଦଉଛି ଭଲ କରିଦଉଛି ମୁଁ ଚଣ୍ଡାଳ କଣ କରିବି ନେଇକି ଚାଲିଗଲି ବାପାଙ୍କୁ ସେ କୋଉ କାଇଦାରେ ଚାଟି ଦେଲା ମୋ ବାପା ମରିଗଲେ ବାପା ସେଇ ସେକ୍ଟର ମରି ମରିକି ଆଇଲେ ଲାଷ୍ଟକୁ ମୁଣ୍ଡଟା ବାପାଙ୍କର ଗଲା ସେଇ ସେକ୍ଟରଟା ଯାହା ବୁଝିବ ଦି ଅର୍ଥ ମୁଁ ତାକୁ କହିବି ନାହିଁ ଯୋଉ ସାର୍ ମାନେ କହୁଥିଲେ ସେଦିନ ସେ ସାର୍ ମାନେ ମତେ ବହୁତ ଭଲ ପାଆନ୍ତି କିନ୍ତୁ କାହିଁକି ଏ ପ୍ରକାର ନେଇଛନ୍ତି ଯାହା ହଉ ମତେ କ୍ଷମା କରିଦେବେ ବୋଲି ମୁଁ ଆଶା ରଖିବି ଗୋଟେ ମାଲିକ ଚାହିଁଲେ କଳାକାରଟେ ହବା କଷ୍ଟ ହେଇଯିବ କିନ୍ତୁ ଗୋଟେ କଳାକାରଟେ ଚାହିଁଲେ ମାଲିକ ହେଇଯିବ ହାତ ଯୋଡ଼ିକି ଅନୁରୋଧ କରିବି ପ୍ରଯୋଜକ ମହୋଦୟଙ୍କୁ ଏମିତି କୁହନ୍ତୁନି ଯାହାକି ଆମକୁ କଳାକାରମାନଙ୍କୁ କଷ୍ଟ ହବ ଯେ ଆପଣ ରଖିଲେ ଆମେ କଳାକାର ବାବୁ କଳାକାର ତିଆରି ହୁଅନ୍ତିନି କଳାକାର ଜନ୍ମ ହୁଅନ୍ତି ଆମେ କଳାକାର କି ଜନ୍ମ ହେଇଛୁ ଆପଣ ଆଜି ବାବୁ ଥିଲେ ଆପଣଙ୍କ ପୂର୍ବରୁ ବି ଆମର ଆହୁରି ବାବୁ ଥିଲେ ମୁଁ 30 ବର୍ଷର କଳାକାର ମୋର ଢେର ବାବୁ ଗଲେଣି କିଛି ବାବୁ ସଂସ୍ଥା ବନ୍ଦ କରିଦେଲେଣି ତାପରେ ଆଉ ନୂଆ ବାବୁ ବାହାରୁଛନ୍ତି ପୁଣି ସଂସ୍ଥା କରୁଛନ୍ତି ତେଣୁ ବାବୁ ଯେତେ ଦିନ ପର୍ଯ୍ୟନ୍ତ ନୂଆ ନୂଆ ବାବୁ ବାହାରୁଥିବେ ସେଦିନ ମଧ୍ୟ ଆମେ କଳା ପରିବେଷଣ କରୁଥିବୁ ଯେ ଆପଣ କଲେ ହିଁ ଆମେ ରହିବୁ ଏଇଟା ଗୋଟେ ଭୁଲ କଥାଟେ ନା ଆପଣ ଆପଣ ଯୋଉ ଶବ୍ଦ କହିଲେ ସେଇଟା ବି ଭାରି ମୋତେ ଦୁଃଖ ଦଉଛି ଚର୍ଚ୍ଚା ନୁହେଁ ଏଇଟା ମୋ ପାଇଁ ଏକ ମାନେ ଭାରି ମର୍ମାହତ ମୁଁ ଭାରି ଦୁଃଖିତ ଭାରି ଦୁଃଖରେ ମୁଁ ଅଛି ଯେ ମୋର ଯୋଉ ପ୍ରିୟ ଗୁରୁମାନେ ଯୋଉମାନେ ମୋତେ ବହୁତ ଭଲ ପାଆନ୍ତି ମୁଁ ବି ତାଙ୍କୁ ବହୁତ ସମ୍ମାନ କରେ ଭକ୍ତି କରେ ସେଇମାନେ ମୋତେ ଗୋଟେ ନିଷ୍ପତ୍ତି ନେଇଛନ୍ତି ଯେ ମୁଁ ଯୋଉ ଅନୁଷ୍ଠାନରେ ରହିବି ସିଏ ନାଟ କରିବାକୁ ଯିବେନି ଏହା ମୋତେ ବହୁତ ଦୁଃଖ ଦେଇଛି ଯେ ୟାର କାରଣ ମୁଁ ଖୋଜିକି ପାଇଲିନି ଖାଲି ଆନୁମାନିକ ମୁଁ ପ୍ରକୃତ କଥାଟା ଏପର୍ଯ୍ୟନ୍ତ ଜାଣିପାରିନି ମୁଁ ଆଜି ଯେତେଟା ମିଡ଼ିଆରେ କହିଲିଣି ମୁଁ ଏପର୍ଯ୍ୟନ୍ତ ପ୍ରକୃତ କଥାଟା ଜାଣିପାରି କେଉଁ ଶବ୍ଦ ଉପରେ ସାର୍ ହଟ୍ ହେଇଛନ୍ତି ବା ସାର୍ଙ୍କୁ ମାନେ ଖରାପ ଲାଗିଛି ତ ଖଣ୍ଡଗିରି ବେଳେ ଫେବୃଆରୀ ମାସରେ ମୁଁ କହିଥିଲି ଯେ ଆଜିକାଲି ଆଉ କମେଡ଼ି ଆଗ ଭଳି ଆସୁନି ଆଉ ଆଗ ଭଳି କମେଡ଼ି ଲେଖାଯାଉନି କିନ୍ତୁ ତାକୁ କେମିତି କ'ଣ ସାର୍ ବୁଝିଲେ କମେଡ଼ି ଲେଖିପାରୁନାହାନ୍ତି ବୋଲି ସାର୍ ବୁଝୁଛନ୍ତି ମୁଁ ଲେଖିପାରୁନାହାନ୍ତି ବୋଲି କହିନି ମୋର କାହିଁ ଠିକ୍ ସେ ମନେ ପଡ଼େ ସେ ବାଇଟା ମୁଁ ଖୋଜୁଛି ପାଉନି ଯଦି କେଉଁଠି ପାଆନ୍ତି ଆପଣ ମୋତେ ଦୟାକରି ପଠେଇବେ ତ ଲେଖୁନାହାନ୍ତି ଲେଖିପାରୁନାହାନ୍ତି କେବେ ମୋ ମୁହଁରେ ଆସିନଥିବ ଆଉ ଯଦି ବି ଆପଣ କହୁଛନ୍ତି ମୋ ଇମୋସନାଲି ମୋ ମୁହଁରୁ ବାହାରି ଯାଇଛି ମୋତେ କ୍ଷମା କରିଦେବେ ବୋଲି ଗୁରୁମାନଙ୍କୁ ମୁଁ ଏ କାର୍ଯ୍ୟକ୍ରମ ମାଧ୍ୟମରେ ଅନୁରୋଧ କରିବି ନିଶ୍ଚିତ ମୋର ବିଶ୍ୱାସ ଅଛି ଗୁରୁମାନେ ମୋତେ କ୍ଷମା କରିଦେବେ ଏବଂ ମୋତେ ନେକ୍ସଟ ଯୋଉଠି ସେ ନିଷ୍ପତ୍ତିରୁ ନିଶ୍ଚିତ ମୋତେ ଭରସା ଅଛି ମୋତେ ସେ କ୍ଷମା କରିଦେବେ କାହିଁକି ସାର୍ ମାନଙ୍କ ସହିତ ମୋତେ କୌଣସି ଖରାପ ସମ୍ପର୍କ ନାହିଁ ଏବଂ ସାର୍ ମାନଙ୍କୁ ବହୁତ ସମ୍ମାନ ଦିଏ ସାର୍ ମାନେ ବି ମୋତେ ବହୁତ ଭଲ ପାଆନ୍ତି ଯୋଉ ସାର୍ ମାନେ କହୁଥିଲେ ସେଦିନ ସେ ସାର୍ ମାନେ ମୋତେ ବହୁତ ଭଲ ପାଆନ୍ତି କିନ୍ତୁ କାହିଁକି ଏ ପ୍ରକାର ନେଇଛନ୍ତି ଯାହା ହଉ ମୋତେ କ୍ଷମା କରିଦେବେ ବୋଲି ମୁଁ ଆଶା ରଖିବି ଆଜି ଗୋଟେ କଳାକାର କର୍ମଚାରୀ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା ବୈଠକରେ ଗୋଟେ କଣ ଭାବୁଛନ୍ତି ଏଠି ଗୋଟେ କିଛି ପୂର୍ଣ୍ଣଚ୍ଛେଦ ପଡିବ ନା ଆଗକୁ ତିକ୍ତତା ବଢିବ ନା ଏଇ ବୈଠକ ବସିବାର କାରଣ ହଉଛି କେବଳ ପୂର୍ଣ୍ଣଚ୍ଛେଦ ପଡିବା ପାଇଁ ଏ ବୈଠକ ବସିଥିଲା ଏଇଥିପାଇଁ ଯେ କଳାକାର ଆଉ କର୍ମଚାରୀ ଭିତରେ ଗୋଟେ ସମନ୍ୱୟ ରହୁ ଏଇ ଯୋଉ ତୁ ମେ ଚାଲିଛି ଏଇ ଯୋଉ ବିଶୃଙ୍ଖଳା ଚାଲିଛି ୟାକୁ ଆଉ ଆଗକୁ ନ ଯାଉ କିଛି ମାଲିକ କହୁଛନ୍ତି ଆମେ ମାଲିକ ବୋଲି ସେ ହେଇଛନ୍ତି କର୍ମଚାରୀ କିଛି ଆମେ ରଖିଲେ ସେ ମାଲିକ ଏଇଟା ଗୋଟେ ଭୁଲ କଥାଟେ ଏ କଥାଟା ମୁଁ ହାତ ଯୋଡ଼ିକି ଅନୁରୋଧ କରିବି ପ୍ରଯୋଜକ ମହୋଦୟଙ୍କୁ ଏମିତି କୁହନ୍ତୁନି ଯାହାକି ଆମକୁ କଳାକାରମାନଙ୍କୁ କଷ୍ଟ ହବ ଯେ ଆପଣ ରଖିଲେ ଆମେ କଳାକାର ବାବୁ କଳାକାର ତିଆରି ହୁଅନ୍ତିନି କଳାକାର ଜନ୍ମ ହୁଅନ୍ତି ଆମେ କଳାକାର କି ଜନ୍ମ ହେଇଛୁ ଆପଣ ଆଜି ବାବୁ ଥିଲେ ଆପଣଙ୍କ ପୂର୍ବରୁ ବି ଆମର ଆହୁରି ବାବୁ ଥିଲେ ମୁଁ 30 ବର୍ଷର କଳାକାର ମୋର ଢେର ବାବୁ ଗଲେଣି କିଛି ବାବୁ ସଂସ୍ଥା ବନ୍ଦ କରିଦେଲେଣି ତାପରେ ଆଉ ନୂଆ ବାବୁ ବାହାରୁଛନ୍ତି ପୁଣି ସଂସ୍ଥା କରୁଛନ୍ତି ତେଣୁ ବାବୁ ଯେତେ ଦିନ ପର୍ଯ୍ୟନ୍ତ ନୂଆ ନୂଆ ବାବୁ ବାହାରୁଥିବେ ସେଦିନ ମଧ୍ୟ ଆମେ କଳା ପରିବେଷଣ କରୁଥିବୁ ଯେ ଆପଣ କଲେ ହିଁ ଆମେ ରହିବୁ ଏଇଟା ଗୋଟେ ଭୁଲ କଥାଟେ ଆପଣ କହିଛନ୍ତି ତ ସେଥିପାଇଁ ମୁଁ କ୍ଷମା ମାଗୁଛି ଆପଣ ମୋତେ ଖରାପ ଭାବିବେନି ତ ଆପଣ ଗୋଟେ ମାଲିକ ଚାହିଁଲେ କଳାକାରଟେ ହେବା କଷ୍ଟ ହେଇଯିବ କିନ୍ତୁ ଗୋଟେ କଳାକାରଟେ ଚାହିଁଲେ ମାଲିକ ହେଇଯିବ यार ज्वलंत उदाहरण हूँ दुर्गाश्री गणनाट्यर मालिक पद भाई जी आज की पाखापाखि 20-25 वर्ष है संस्था चलती बहुत बढ़िया चलती हाँ बढ़िया चलती तो आम सेमती मुझुनी कि मानने एमती कथाटा हो पार कि कलाकारटे हवा भाई सहज कथा नुह
आ जदि आम भितर कलाकार और मालिक भितर गोटे होती बाप पुअर संपर्क आम समस्त जानते आम बाबू बोली संबोधन करूँ मालिक मान तो बाबू जदि एत निष्ठुर हे कलाकार मान प्रति ताल संस्था केमी चलो यात्रा जगत केमी चलो एमती यात्रा आप देखो सिनेमा जगत एमती होती भितर गोड़ टना टेणिक सिनेमा जगत कौटी धीरे 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 माने ग्राफर तलू तलू जाऊँगी तो मुझे चाहूनी यात्रा जगत जो यात्रा जगत मत एत लोक परिचय देती जो यात्रा जगत आपण मान भी परिचय पाई जो बाबू मैंने आज यात्रा जगत में गोटे गोटे प्रयोजक होती यात्रा करते संस्था होता बोली ओडिशा रे समस्ते आपन कोण अनुकूल जमी आर्टिस्ट की चिन्हते सेमती प्रयोजक भी चिन्हते तो बाकी से यात्रा को आप अणदेखा करतुनि ए यात्रा संस्था को जमी अन्य आम पूर्व पीढ़ी मैंने आम पूर्व पीढ़ी मैंने रखीदे जाइए रखी बोली आम आज गाड़ी चढ़ुचु लक्ष लक्ष टका रोजगार करूँ कोठा करूँ आपड़ भी गोटे प्रोफेशन कर तेणु आपड़ एमती किसी करतुनि यात्रा संस्था ध्वंस हो कि एमती जब परिवेश लगी रुहे तेल हुए तो यात्रा ध्वंस हो किसी दिन भितर तेणु मुझे प्रयोजक ऑटोमेटिक हम तेणु मुझे प्रयोजक और कलाकार मान हाथ जोड़ अनुरोध करी यार गोटे आशु समाधान हो आमर बाप पुअर संपर्क बाबू आ कर्मचारी संपर्क आम बाबू बोली डाकू तो किमिति हो पार आपण कौन विज्ञ लोक आप जानना मुझे गोटे अधिका कहटा ठीक हेनी तेणु यार गोटे समाधानटे हो आपण हिसाब से संग करिए आम आम हिसाब से संग करूँ एमती कौन हो पार एमती हेले संस्था चलना संसार चली पार आम संसार आम यात्रा जगत आम या आम निजे सजाड़ा बोली आशा रखी आपण मैंने प्रयत्न करूँ आम कलाकार तरफ भी आम प्रयत्न करूँ निश्चित सुधरी जो दयानिधि आम पाइचु गोटे माने कॉमेडी डायलॉग हम निहाती कहीं जहाँ गोटे कहते हास्य कलाकार दयानिधि पाइचु माने गोटे कॉमेडी जोक हम कौन ये जो टेंशन क्वेश्चन पर या पर कॉमेडी डायलॉग कह कौन मत कहते कौन करी कॉमेडी नहले दयांकर परिचय नहीं कौन कॉमेडी करी कॉमेडी रे हीरो एडे बड़ टेंशन अच्छी ता भीतर मत कहूँ बापा मरीची मो पचार मो बापा केमिति होला पचार ना आप नने कहि पचार ना मो बापा अर्श होता बापा को नहीं डाक्तर ऑपरेशन करेले ऑपरेशन से डाक्तर कहता गरम पानी बापा को बसापी बापा जानी पारे बुढ़ा लोक गोटे दिन जानी शुणी टक टक गरम पानी फुटू बसीगला बापा बापा से सेक्टरटा टोटाल फुटुका होगा फुटुका होगा पर इनफेक्शन है मो सांगसाथी किसी शिखेदे सोशल मीडिया गोटे बाबा बाहर से कैंसर घा को भी चाटिकी सफा कर दौर भल कर दौर मु चंडाल कौन करी नहीं चलीगली बापा को से कौ कायदे चाटी देला मो बापा मरीगले बापा से सेक्टर मरी मरी गाइले लास्ट को मुंडा बापा गला से सेक्टरटा जहाँ बुझीओ दी अर्थ मुझे कह नहीं कहले सइला पुणी विवाद को आसे जाकु फेण होची आउरी फेण गया नहीं मु कौन करी मो बापा मरी आउरी फेण होची मो भाई रहिली जय जगन्नाथ।